ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ଏକ ସମୟରେ ଏକାଧିକ କଥା ଚିନ୍ତା କରିବା ମନା ଏବଂ ଏକାଧିକ କାର୍ଯ୍ୟ କରିବା ମଧ୍ୟ ମନା। ଫଳରେ କୌଣସି କାର୍ଯ୍ୟ ଠିକ୍ ଭାବେ କରାଯାଇପାରିବ ନାହିଁ। ଏମିତି ଅଭ୍ୟାସ ଥିଲେ ପରିତ୍ୟାଗ କରନ୍ତୁ। ଭୋଜନ ପରେ ସିଧାସଳଖ ଷ୍ଟଡିରେ ବସିବା ଅନୁଚିତ। ଅତି କମରେ ଅଧ ଘଣ୍ଟାଏ ରେଷ୍ଟ ନେଇ ପୁଣି ଷ୍ଟଡି ଆରମ୍ଭ କରନ୍ତୁ। ଏହା ଶରୀର ଓ ମନ ଉଭୟକୁ ସୁସ୍ଥ ଓ ପ୍ରଫୁଲ୍ଲ ରଖିବ। କୌଣସି କଷ୍ଟ ପାଠ୍ୟକ୍ରମ ଦୁର୍ବୋଧ୍ୟ ହେଲେ ହଠାତ୍ ଡରି ନ ଯାଇ ସେହି ପାଠ୍ୟକ୍ରମ ସହ ସମ୍ପର୍କ ଥିବା ସହଜ ପାଠକୁ ବାରମ୍ବାର ପଢ଼ନ୍ତୁ ଏବଂ ସେହି ସହଜ ପାଠଟି ଆପଣଙ୍କୁ ଅତି ସହଜ ଲାଗିବା ଅନୁଭବ କଲେ ଦେଖିବେ ଯେମିତି ଅନୁଭବ କରୁଛନ୍ତି ପାଠଗୁଡ଼ିକ ପୁରା ସହଜ। ସେହି ମନୋବୃତ୍ତି ବଳବତ୍ତର ଥିବା ସମୟରେ କଠିନ ପାଠ ମଧ୍ୟରୁ ଗୋଟିଏ କଠିନ ପାଠଟି ଆଗ ଭଳି କଠିନ ଲାଗିବ ନାହିଁ। ଥରେ ଦୁଇ ଥରରେ ଟିକିଏ ସହଜ ଲାଗିବ ଏବଂ ପରେ ସହଜ ପାଠଠାରୁ ମଧ୍ୟ ଅତି ସହଜ ମନେ ହେବ। 5ଟି ହଜମକାରୀ ପତ୍ର ଓ ମସଲା। ପେଟ ଫୁଲିବା କିମ୍ବା ଅଜୀର୍ଣ୍ଣ ପରି ସମସ୍ୟାର ଉପଚାର ପାଇଁ ଶତାବ୍ଦୀ ଧରି କିଛି ପାରମ୍ପରିକ ପତ୍ର ଓ ମସଲା ବ୍ୟବହୃତ ହୋଇ ଆସୁଛି। ସେଥିରୁ କିଛି ଆଧୁନିକ ବିଜ୍ଞାନର ସମର୍ଥନ ମଧ୍ୟ ଲାଭ କରିଛି। ଆଜି ସେଭଳି 5ଟି ଦ୍ରବ୍ୟର ଔଷଧୀୟ ଗୁଣ ବାବଦରେ ଜାଣିବା। ପାଚନ କ୍ରିୟାକୁ ସୁଗମ କରିବା ପାଇଁ ସର୍ବୋତ୍ତମ ଔଷଧୀୟ ଗୁଳ୍ମ ହେଉଛି ପୁଦିନା। ଏହା ସକ୍ରିୟ ଯୌଗିକ ମେନ୍ଥୋଲ ଅନ୍ତନଳୀର ମାଂସପେଶୀକୁ ଆରାମ ଦିଏ। ପେଟ ଫୁଲା ଓ ପେଟ ଯନ୍ତ୍ରଣାକୁ କମ କରେ। କାମୋମାଇଲ୍ ରସରେ ପ୍ରସ୍ତୁତ ଚା ବିଶ୍ୱର ସବୁଠାରୁ ଲୋକପ୍ରିୟ ହର୍ବାଲ ପାନୀୟ ମଧ୍ୟରୁ ଗୋଟିଏ। ବଦହଜମି, ଗ୍ୟାସ୍, ପେଟ ଖରାପ ଏବଂ ଅନ୍ତନଳୀର ଜଳାପୋଡ଼ା ହ୍ରାସ ପାଇଁ ଏହା କେଉଁ କାଳରୁ ବ୍ୟବହୃତ ହୋଇ ଆସୁଛି। ଏହାର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ପେଟ ଅଲସରକୁ ମଧ୍ୟ କମାଇଥାଏ। ଗ୍ୟାସ୍ ଓ ପେଟ ଫୁଲା ଦୂର କରିବା ପାଇଁ ଜୁଆଣି ବେଶ୍ ଉପାଦେୟ। ଏଥିରେ ଥିବା ଥାଇମେଲ ନାମକ ଯୌଗିକ ପେଟରେ ଏସିଡ୍ ଉତ୍ପାଦନ ବଢ଼ାଇ ଜୀର୍ଣ୍ଣକ୍ରିୟାକୁ ସହଜ କରିଥାଏ। ଅନେକ ସଂସ୍କୃତିରେ ପାନମହୁରୀକୁ ଏକ ମୁଖରୋଚକ ଭାବେ ପରଷା ଯାଇଥାଏ। ଏଥିରେ ଅଧିକ ତନ୍ତୁସାର ଥାଏ ଯାହା ଗ୍ୟାସ୍ ଜମା ହେବା ଓ ପେଟ ଫୁଲିବାକୁ ରୋକିବାରେ ସାହାଯ୍ୟ କରେ। ପାନମହୁରୀର ମୁଖ୍ୟ ସକ୍ରିୟ ଯୌଗିକ ଆନେଥୋଲ ଅନ୍ତନଳୀ ମାଂସପେଶୀକୁ ଆରାମ ଦେଇ ପେଟ ଯନ୍ତ୍ରଣାକୁ କମାଇଥାଏ। ଜୟ ଶ୍ରୀ ଜଗନ୍ନାଥ।